ନମସ୍କାର ଜୟ ମା ଶାରଦା ସାଙ୍ଗମାନେ କେମିତି ଅଛନ୍ତି ଆପଣମାନେ? ଆଶା କରୁଛି ଆପଣମାନେ ଭଲରେ ଥିବେ। ମୁଁ ପୁରା ବଢ଼ିଆ ଅଛି। ଆପଣମାନେ କେବେ ଜାଣିଛନ୍ତି ଆଜ୍ଞା ଯେ ଆପଣମାନଙ୍କ ପାଇଁ ଆମରି ଏଇ ଯେତିକ ଡେଲିଭରି ବୟ ଯେଉଁଠି ବି ଥାଆନ୍ତୁ ଆଜ୍ଞା କେତେ ଖୁସିରେ ପଇସା ଇନକମ୍ କରନ୍ତି? କାହିଁକିନା ଆପଣମାନଙ୍କର ସେଇ ମୂଲ୍ୟବାନ ଗୋଟିଏ ଅର୍ଡ଼ରର ପାର୍ସଲ୍ ନେଇକିରି ଆପଣଙ୍କ ପାଖରେ ପହଞ୍ଚେଇକିରି ଆପଣଙ୍କୁ ପାର୍ସଲ୍ ଦେବା ଆଉ ଆପଣଙ୍କ ଠାରୁ ପେମେଣ୍ଟ ରିସିଭ୍ କରିକିରି ଆପଣମାନଙ୍କ ପାଖରୁ ମଧ୍ୟ ଥ୍ୟାଙ୍କ ୟୁ ଶୁଣିବା, ସେଇଟା ହେଉଛି ଆମ ପାଇଁ ଆଜ୍ଞା ବହୁତ ବଡ଼ ଖୁସିର କଥା। ଆଉ ଏବେ ତ ସହଜେ ଆଜ୍ଞା ଖରାଦିନ ଚାଲିଛି, ଆମେ ପ୍ରତ୍ୟେକ ଦିନ ସକାଳୁ ଚେଷ୍ଟା କରୁଛୁ ଯେତେ ଶୀଘ୍ର ଆସି ଅଫିସରେ ପହଞ୍ଚିବୁ, କାହିଁକିନା ଆମ ଗାଡ଼ି ଆସି ବହୁତ ଜଲ୍ଦି ପହଞ୍ଚି ଯାଉଛି। ସେଠୁ ଆମେ ପାର୍ସଲ୍ ଧରିକିରି ସମସ୍ତେ ଶହ କିଲୋମିଟର ଅଫିସ ପାଖରୁ ଦୂର ଦୂରାନ୍ତର ଯାଉଛୁ ପାର୍ସଲ୍ ଦେବା ପାଇଁ। ଆଉ ପାଖାପାଖି 5ରୁ 6ଟା ଗାଁ ବୁଲିକିରି ଆମେ ପାର୍ସଲ୍ ଦେଉଛୁ, 50-60 ପାର୍ସଲ୍ ନେଇଯାଉଛୁ। କିନ୍ତୁ ଗୋଟିଏ ଅସୁବିଧା ଆଜ୍ଞା, ଯେଉଁ ଜାଗାରେ ଆମେ ପାର୍ସଲ୍ ନେଇକି ପହଞ୍ଚୁଛୁ ସବୁ କଷ୍ଟମର ତ ଆଜ୍ଞା ଖରାପ ନୁହନ୍ତି, ବହୁତ କଷ୍ଟମର ଆଜ୍ଞା ବହୁତ ଭଲ ମଧ୍ୟ ଅଛନ୍ତି। ପହଞ୍ଚୁ ଆଗ ରିସିଭ୍ କରିବେ ପାର୍ସଲ୍, କହିବେ କି ପାଣି ପିଇବେ କି ଥଣ୍ଡା ପିଇବେ, ଏମିତି ଆଜ୍ଞା କୁହନ୍ତି, ବହୁତ ଖୁସି ଲାଗେ। କିନ୍ତୁ ଆଉ ଜଣେ କଷ୍ଟମର ଅଛନ୍ତି ପାର୍ସଲ୍ ରିସିଭ୍ କରିବା ପାଇଁ ବହୁତ ଡେରି କରିବେ। ସେମାନେ ଭାବିବେ କି ଏମାନଙ୍କର ଆଜ୍ଞା କିଛି କାମ ନାହିଁ। ଆଜ୍ଞା ଆମର ଆଜ୍ଞା ବହୁତ କାମ ଅଛି, କାହିଁକିନା ଆପଣଙ୍କର ପାର୍ସଲ୍ ଦେଇ ସାରିଲା ପରେ ଆମେ ଆଉ ଗୋଟେ ଡୋର୍ ଷ୍ଟେପ୍ ଯିବୁ, ଆଉ ଗୋଟେ ଜାଗାରେ ପାର୍ସଲ୍ ଦେବୁ, ବୁଝିପାରିଲେ? ତ ସେମିତି ଆଜ୍ଞା ଖରାଦିନ ଯେହେତୁ ହେଇଛି, କୌଣସି ପିଲାକୁ ଆଜ୍ଞା କେବେ ହେଲେ ହଇରାଣ କରିବେନି। ଆଉ ଆପଣ ଯେଉଁ ପାର୍ସଲ୍ ନିଅନ୍ତନି, କ୍ୟାନସଲ୍ କରିଦିଅନ୍ତି, ସେ ପାର୍ସଲ୍ ଆଜ୍ଞା ଆମ ପାଖରେ 3-4 ଦିନ ପଡ଼ିକି ରହେ। ଆଉ ତା'ର ପଇସା ମଧ୍ୟ ଆମେ ଆଜ୍ଞା ପାଉନା। ତ ଆପଣଙ୍କୁ ପାର୍ସଲ୍ ଦେଲେ ଆମେ ଆଜ୍ଞା ପଇସା ପାଇବୁ। ସମସ୍ତଙ୍କର ଗୋଟେ ଭୁଲ ଧାରଣା ଥାଏ। ହ୍ୟାଲୋ ଆରେ ଭାଇ, ଫୋନ୍ କାଟି ଦେଉଛନ୍ତି କଷ୍ଟମର, କ'ଣ କରିବ କହିଲେ? ଦିଦିଟା ପାର୍ସଲ୍ ଅଛି ସକାଳୁ, ସେ ଫୋନ୍ କାଟି ଦେଉଛନ୍ତି। କେଇଠି ମଣିଷର ପରିସ୍ଥିତି ବୁଝିବେନି। ସକାଳୁ ଆଜ୍ଞା ସବୁଠୁ ବଡ଼ ଟେନସନ୍ ହେଉଛି ଏଇଟା, ଫୋନ୍ ଉଠୁନାହାନ୍ତି। ଆଉ ଯେଉଁମାନେ ଭାବନ୍ତି କି ଡେଲିଭରି ବୟ ଠକନ୍ତି କି ବୁଲନ୍ତି କି ଆସନ୍ତିନି, ସେଇଟା ଆଜ୍ଞା ଭୁଲ କଥା। ଗୋଟେ ଡେଲିଭରି ବୟ ଚାହେଁ କେମିତି ଯେତେ ଶୀଘ୍ର ପାର୍ସଲ୍ ଦେବ ଆଉ ସେ ରୁଟ୍ରୁ ସେ ଫେରିକି ଅଫିସ୍ ଆସିବ। କାହିଁକିନା ଆଜ୍ଞା ଆମକୁ ବି ଦିନସାରା ଏତେ ଖରାରେ ବୁଲିବା ପାଇଁ ଆଜ୍ଞା ଭଲ ଲାଗୁନି। ତ ଯଦି ଆପଣମାନଙ୍କୁ ଏଇ ଭିଡ଼ିଓଟି ଭଲ ଲାଗିଲା, ନିହାତି ଭାବରେ ଗୋଟେ ଛୋଟ କମେଣ୍ଟ ଦେବେ।